ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରତୀକ କେ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆପଣମାନଙ୍କୁ ସ୍ୱାଗତ। ଏହି ଚ୍ୟାନେଲ୍ ମାଧ୍ୟମରେ ଯୀଶୁଙ୍କର ବାକ୍ୟ ପ୍ରଚାର କରାଯିବ ଏବଂ ସମସ୍ତଙ୍କ ନିମନ୍ତେ ପ୍ରାର୍ଥନା କରାଯିବ। ସମସ୍ତେ ଯେପରି ପ୍ରଭୁଙ୍କର ଆଗମନ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରିବେ ଏଥି ନିମନ୍ତେ ପ୍ରାର୍ଥନା କରାଯିବ ଏବଂ ପ୍ରଭୁଙ୍କର ବାକ୍ୟ ପ୍ରଚାର କରାଯିବ। ସବୁ ସବସ୍କ୍ରାଇବର୍ ଏବଂ ଭିଉୟର୍ସମାନଙ୍କ ଅନୁରୋଧ ସମସ୍ତେ ମୋ ଚ୍ୟାନେଲ୍ ପାଇଁ ଏବଂ ମୋ ପାଇଁ ମଧ୍ୟ ପ୍ରାର୍ଥନା କରିବେ। ଆସନ୍ତୁ ଆମେମାନେ ପ୍ରାର୍ଥନା କରିବା। ପ୍ରଭୁମାନଙ୍କର ପ୍ରଭୁ ସୈନ୍ୟାଧିପତି ହେବା ପ୍ରଭୁ, ତୁମର ନାମ ମହିମା ହେଉ, ତୁମର ପ୍ରଶଂସା ହେଉ, ତୁମର ଗୌରବ ହେଉ। ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁ, ମୋତେ ପ୍ରଭୁ ଯୀଶୁ ବାବା ଏହି ସୁଯୋଗ ଦେଲ, ଏହି ସମୟ ଦେଲ ପ୍ରଭୁ, ମୋତେ ପ୍ରାର୍ଥନା କରିବା ନିମନ୍ତେ ବୋଲି ମୁଁ ତୁମକୁ ଧନ୍ୟବାଦ ଦେଉଛି। ଅନେକ ପ୍ରକାର ଦୁଃଖ ଦୁର୍ଦ୍ଦଶା, ଅନେକ ପ୍ରକାର ଦୁର୍ଘଟଣା, ଅନେକ ପ୍ରକାର ସମସ୍ୟା, ଋଣର ସମସ୍ୟା, ଅନେକ ପ୍ରକାର ରୋଗ ଠାରୁ ପ୍ରଭୁ ମୋତେ ଉଦ୍ଧାର କରିଲ ଏବଂ ଆଜି ପର୍ଯ୍ୟନ୍ତ ମୋର ସହବର୍ତ୍ତୀ ହୋଇ ରହିଅଛ। ଜୀବିତମାନଙ୍କ ମଧ୍ୟରେ ମୋତେ ଗଣନା କରି ରଖିଅଛ ବୋଲି ଧନ୍ୟବାଦ ଦେଉଛି। ପ୍ରଭୁ ମୋତେ ପରିବର୍ତ୍ତନ କର ଏବଂ ମୋର ପ୍ରାର୍ଥନା ଯେଉଁମାନେ ଶୁଣୁଅଛନ୍ତି ସେମାନଙ୍କୁ ମଧ୍ୟ ପରିବର୍ତ୍ତନ କର। ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁ, ସୈନ୍ୟାଧିପତି ସଦା ପ୍ରଭୁ, ଆସ ପ୍ରଭୁ, ତୁମେ ସମସ୍ତଙ୍କ ମନ ହୃଦୟ ଖୋଲ, ସମସ୍ତଙ୍କ ମୁଖକୁ ଖୋଲ ପ୍ରଭୁ, ସମସ୍ତଙ୍କୁ ସାହାଯ୍ୟ କର ପିତା। ଅନେକ ଲୋକ ପ୍ରଭୁ ଦୁଃଖ ଦୁର୍ଦ୍ଦଶାରେ ଅଛନ୍ତି ପ୍ରଭୁ, ଅନେକ ଲୋକ କ୍ଲେଶରେ ଅଛନ୍ତି ପ୍ରଭୁ। ହେ ପ୍ରଭୁ ଯୀଶୁ ଦୟାକରି ସାହାଯ୍ୟ କରନ୍ତୁ, ଆଶୀର୍ବାଦ କରନ୍ତୁ। ପ୍ରଭୁମାନଙ୍କର ପ୍ରଭୁ ସୈନ୍ୟାଧିପତି ସଦା ପ୍ରଭୁ, ଆସ ପ୍ରଭୁ ଯୀଶୁ ବାପା, ଆଜି ଆମମାନଙ୍କର ସହବର୍ତ୍ତୀ କରିବ। ହେ ପ୍ରଭୁ, ଆମେ ଯେମିତି ତୁମର ଦ୍ୱିତୀୟ ଆଗମନରେ ନିହିତ ହେବୁ ସେଥି ନିମନ୍ତେ ଆମକୁ ପ୍ରସ୍ତୁତ ହେବା ପାଇଁ ସାହାଯ୍ୟ କର ପିତା। ଆମେମାନେ ଯେପରି ପ୍ରଭୁ ନିଜର ପୁରୁଣା ଅଭ୍ୟାସ, କୁଅଭ୍ୟାସ ଏବଂ ପାପକୁ ଛାଡ଼ି ଫେରିପାରୁ ତୁମ ନିକଟରେ, ସେଥି ନିମନ୍ତେ ଆମକୁ ପ୍ରସ୍ତୁତ କର ବୋଲି ଆମେ ପ୍ରାର୍ଥନା କରୁଅଛୁ। ହେ ରାଜାମାନଙ୍କ ରାଜା, ପ୍ରଭୁମାନଙ୍କର ପ୍ରଭୁ, ସୈନ୍ୟାଧିପତି ସଦା ପ୍ରଭୁ, ଆମ ଭିତରେ ପ୍ରଭୁ ଯୀଶୁ ପାପର ଘର ରହିଅଛି ପ୍ରଭୁ, ଆମକୁ ପରିଷ୍କାର କର, ପରିବର୍ତ୍ତନ କର ବୋଲି ପ୍ରାର୍ଥନା କରୁଅଛୁ ପ୍ରଭୁ। ଦୟା କରନ୍ତୁ ପ୍ରଭୁ ଯୀଶୁ, ଆମ ଗୋଟେ ପାପୀ ମଣିଷ ପ୍ରଭୁ, ଦୟାକରି ସାହାଯ୍ୟ କରନ୍ତୁ ପ୍ରଭୁ, ଆମର ପାପକୁ ମାର୍ଜନା କରନ୍ତୁ, ଆମକୁ ପରିବର୍ତ୍ତନ କରନ୍ତୁ ଏବଂ ପରିଷ୍କାର କରନ୍ତୁ ପ୍ରଭୁ। ଆମେ ଯେପରି ପ୍ରଭୁ ଆମର କରିଥିବା ପାପ ଠାରୁ ପ୍ରଭୁ ଅଲଗା ରହିବୁ, ପାପକୁ ଛାଡ଼ି ପାରିବୁ ଏବଂ ପରିବର୍ତ୍ତନ ହେବୁ ଏବଂ ଆପଣ ଯେପରି ପବିତ୍ର ଆମେ ମଧ୍ୟ ସେମିତି ପବିତ୍ର ହୋଇପାରୁ ସେଥି ନିମନ୍ତେ ଆମକୁ ସାହାଯ୍ୟ କର। ତୁମର ପବିତ୍ର ଆତ୍ମା ଦେଇ ଆମକୁ ସାହାଯ୍ୟ କର ପ୍ରଭୁ। ଦୟା କରନ୍ତୁ, ସାହାଯ୍ୟ କରନ୍ତୁ, ଆଶୀର୍ବାଦ କରନ୍ତୁ ପିତା। ଆମମାନଙ୍କର ସହବର୍ତ୍ତୀ ହୋଇ ରୁହନ୍ତୁ। ହେ ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁ, ସୈନ୍ୟାଧିପତି ସଦା ପ୍ରଭୁ, ଆମେ ଯେପରି ପ୍ରଭୁ ଅନେକଙ୍କ ଜାଲରେ ନ ପଡ଼ୁ ସେଥି ନିମନ୍ତେ ପ୍ରଭୁ ଆମମାନଙ୍କୁ ତୁମେ ରକ୍ଷା କର। ତୁମର ବାକ୍ୟ ଦେଇ ଆମକୁ ସାହାଯ୍ୟ କର। ଆମେ ଯେମିତି ପ୍ରଭୁ ଯୀଶୁ ପରୀକ୍ଷାରେ ନ ପଡ଼ୁ ସେଥି ନିମନ୍ତେ ପ୍ରଭୁ ଯୀଶୁ ଆମେ ଜାଗି ରହି ପ୍ରାର୍ଥନା କରିବୁ। ପ୍ରତ୍ୟେକ ଦିନ ତୁମର ଚତୁର୍ଥ ପ୍ରହରରେ ରାତ୍ରି 3ଟା ସମୟରେ ଉଠି ପ୍ରାର୍ଥନା କରିପାରିବୁ ସେଥି ନିମନ୍ତେ ଯାଇକରି ସାହାଯ୍ୟ କରନ୍ତୁ ପିତା। ହେ ପ୍ରଭୁ, ଆମେ ନିଦକୁ ଭଲ ନ ପାଇ ପ୍ରଭୁ ତୁମକୁ ଜାଗି ରହି ଆମେ ଉଠି ପ୍ରାର୍ଥନା କରିପାରୁ ସେଥି ନିମନ୍ତେ ଆମର ଲୋକମାନଙ୍କୁ ମୋତେ ସାହାଯ୍ୟ କରନ୍ତୁ ବୋଲି ପ୍ରାର୍ଥନା କରୁଅଛୁ ପିତା। ହେ ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁ, ସୈନ୍ୟାଧିପତି ସଦା ପ୍ରଭୁ, ତୁମେ ଆମମାନଙ୍କର ଆତ୍ମାକୁ ପ୍ରଭୁ ନର୍କ ଯିବାଠାରୁ ରକ୍ଷା କରନ୍ତୁ ବୋଲି ପ୍ରାର୍ଥନା କରୁଅଛୁ। ହେ ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁ, ସୈନ୍ୟାଧିପତି ସଦା ପ୍ରଭୁ, ଆସ ପ୍ରଭୁ ଯୀଶୁ ବାପା, ମୋତେ ସାହାଯ୍ୟ କର ତୁମର ପ୍ରାର୍ଥନା କରିବା ନିମନ୍ତେ ଏବଂ ପ୍ରଭୁ ତୁମର ପ୍ରାର୍ଥନାକୁ ଅନ୍ୟମାନଙ୍କ ମଧ୍ୟରେ ପହଞ୍ଚାଇବା ନିମନ୍ତେ ଏବଂ ନିଜେ ମଧ୍ୟ ପ୍ରଭୁ ତୁମର ପ୍ରାର୍ଥନା ଶିଖିବି ଏବଂ ଅନ୍ୟମାନଙ୍କୁ ଶିଖାଇବି ଏଥି ନିମନ୍ତେ ସାହାଯ୍ୟ କର। ନାଦରତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିବି, ଆମେନ୍। ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମର ନାଁ ପବିତ୍ର ବୋଲି ଧନ୍ୟ ହେଉ, ତୁମର ରାଜ୍ୟ ଆସ, ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମକୁ ପ୍ରয়োଜନୀୟ ଆହାର ଦିଅ। ଆମେ ଯେପରି ଆପଣ ଅପରାଧୀମାନଙ୍କୁ କ୍ଷମା କରିଅଛୁ ସେହିପରି ଆମ ଅପରାଧ କ୍ଷମା କର। ପରୀକ୍ଷାରେ ଆମକୁ ଅଣା ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। ଜ୍ଞାନ, ରାଜ୍ୟ, ପରାକ୍ରମ, ଗୌରବ, ଯୁଗ ଯୁଗ ତୁମର ହେଉ, ଆମେନ୍। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ, ଆମେନ୍।